হাত উঠেনি কিছু চপকে হাত উঠেইতে বজ্রপাত ভলরে ଥିଲେ তো শান্ত বিগিড়ি গলে অশান্ত এই মধুগড় রাজ্যর রাজা ମୋ ବଡ଼ ଭାଇ ବୀରେନ୍ଦ୍ର ପ୍ରତାପ এই রাজ্যর ভোটি কৌড়িটি হেলে মতে দেলা ନାହିଁ বড় ভাই তু সম্পূর্ণ ভাবে ভুল করিছু দেখ মু এই মধুগড় রাজ্যরে কেমিতি চক্রান্ত করিবি মু যেমিতি হেলে এই মধুগড় রাজ্যরে রাজা হেবি রাজা सबु सरीगला सबु सरीगला सबु सरीगला अरे हे गुमास्ता हाँ सारे और सब सरीगला बे सबु सरीगला तू राजा हमार जो स्वप्नटा देखुछु सेटा होई पारिबो नै सबु सरीगला सबु गो सरीगला ले काहे के गुमास्ता काहे की कहिबे से पूजक झियो को से बाहो जाइछि ता बड़ा पुआ अमर एक भिकारुणी झियो को एक मांगी किया झियो को हो गुमास्ता हाँ सारे এই কোন সব কহুছো एटा मु सत कहूछु सारे सब सरी गला तुमको कौन करबा को पड़िबो सारे ए गुमास्ता कौन करबा पहले कही दे मते कौन करिबाकू हबो कौन करबा को से महारानी कादम्बिनी को तुम हाथ मुठारे आनिले सेटा हबो सारे सेटा तुम राजा हो पारिबो तो ठीक कहिছো गुमास्ता ओ सेया हे करिबे सारे आउ तमे हेबो राजा आ मु हेबी मंत्री सारे गुमास्ता जहा कहूती सुनियो सारे अरे प्रकाश कर गुमास्ता ठीक अछि सारे जहा कहूछ सुन आजी जहा कहूछ सुन आजी मुड़ी लिया खाऊ ता भाजी भाजी मुड़ी लिया खाऊ ता भाजी भाजी राजा पुओ राजा हेलान बीते देखु केते सपन बेल खाऊ बंद बांध हो कहले जीवाई जीवन मोर कथा ने हुआ राजी मोर कथा ने हुआ राजी मुड़ी लिया खाऊ ता भाजी भाजी मुड़ी लिया खाऊ ता भाजी भाजी हो गुमास्ता आसारे और सब कहुছো सारे ओ गुमास्ता ताहले से कादम्बिनी को तुम हाथ मुठारे आनिबाकु सारे निश्चय गुमास्ता निश्चय सही वो कादम्बिनी को हाथ मुठाको आने गुमास्ता ताहले आसुछु सारे ओ गुमास्ता तू चली जा हाँ ठीक अछि सारे बार है गुमास्ता ये बुद्धिटा नहीं करू बेसरा
তো বুদ্ধিটাকু শহে সালা এই তো অগাধ পিঠে আসিবা সময় হয়ে যাচ্ছে ও এটি অপেক্ষা করি ଦିଅର ବାବୁ ଆପଣ ଏଠି ଏକିଆ ବସିବାର କାରଣ ଭାଉଜ ନିଶ୍ଚୟ ତ ବ୍ୟସ୍ତ ଜଣା ପଡୁଛନ୍ତି। ନା ଭାଉଜ ସେମିତି ତ କିଛି ନୁହଁ ଯଦି ଯଦି ଆପଣ ମୋ ଦୁଃଖର ବିଷୟ ଶୁଣିବାକୁ ଚାହୁଁଛନ୍ତି ତାହେଲେ ପ୍ରକାଶ କରୁଛି ଭାଉଜ ତାହେଲେ ଶୀଘ୍ର ପ୍ରକାଶ କରନ୍ତୁ। ଭାଉଜ ବାବ ଆଉ ମାନ ସମ୍ମାନ ସବୁ ମାଟିରେ ମିଶି ଯାଇଛି ଭାଉଜ ତ ଆପଣଙ୍କ ପୁଅ ଅଭର ସେଇ ଗୋଟେ ଛୋଟ ଜାତିର ଝିଅକୁ ଘରକୁ ବିବାହ କରି ନେଇ ଆସି ଭାଉଜ ଦିଅର ବାବୁ ଏଇ କଥାଟା ମୁଁ ଆପଣଙ୍କୁ ବାଧିବ କି ନାହିଁ ମୁଁ ଜାଣିନି ହେଲେ ମୁଁ ଏଇ କଥା ଯୋଗୁଁ ଏଇ ଆମ ରାଜ୍ୟରେ ମୁହଁ ଉଠେଇ ଚାଲି ପାରୁନି ଭାଉଜ ତମେ ଠିକ କହିଛ ଦିଅର ବାବୁ। ହେ ଭାଉଜ ଦିଅର ବାବୁ ଯଦି ଆପଣ ମୋ କଥାରେ ସହମତ ହେବେ ତାହେଲେ ମୋ ପାଖରେ ଗୋଟାଏ ଉପାୟ ଅଛି କି ଉପାୟ ଦିଅର ବାବୁ? ଭାଉଜ ତମେ ସେଇ ତମର ପୁତ୍ର ହବରକୁ ମଧ୍ୟ ସବୁ ପଠେଇ ସେଇ ଗାୟତ୍ରୀକୁ ଘରୁ ମାରି ମାରି ବିଦାୟ କର ସେ ଯଦି ଏଇ ରାଜ୍ୟରେ ରହିବ আর আর তবে এই পাট্টরাণীରୁ ସାଜିଯିବ ଚାକରାଣୀ ଶେଷରେ ଏଇ ରାଜ୍ୟରେ ଥାଳି ଧରି ଭିକ ମାଗିବ ଭିକ ଦିଅର ବାବୁ ମୁଁ କଣ ଦେବି ସେ ଅଳକ୍ଷଣୀ ଗାୟତ୍ରୀକୁ ବୋହୂ ହିସାବରେ ଦେବିନି ଜାଣିଲେ ଦିଅର ବାବୁ। ଏ ଭାଉଜ ଦିଅର ବାବୁ তবে সেই হা হি কর এ ভাউজ ଆଉ ବିଳମ୍ବ କରିବାନି সেই ଅମରକୁ ଶୀଘ୍ର ଡାକି ପଠେଇ ଦିଅ ତାପରେ ଗାୟତ୍ରୀ କଥା ତ ବୁଝିବା ଠିକ ଅଛି ଦିଅର ବାବୁ। ଭାଉଜ ତାହେଲେ ମୁଁ ଆସୁଛି ଭାଉଜ ମୁଁ ଆସୁଛି ନ ହଇବ ବାଉଁଶ ନ ବାଜିବ ବଇଁଶୀ। ঠিক বুঝেছ ভাউজ ভাউজ ମୁଁ ଆସୁଛି তবে সেই হে করো ତାହେଲେ ଠିକ ଅଛି ଦିଅର ବାବୁ ତୁମେ ও ଯାଅ। ଭାଉଜ ମୁଁ ଆସୁଛି ତାହେଲେ ଠିକ ଅଛି ଦିଅର ବାବୁ। ଏଇଟା ହିଁ ଦିଅର ବାବୁ ଠିକ ଉପଯୁକ୍ତ ପ୍ରସ୍ତୁତ ହୋଇଯାଇଛନ୍ତି। ତାହେଲେ ଠିକ ଅଛି ମୁଁ ଛଳନା କରି ସେ ମୋ ପୁଅ ଅମରକୁ ଏଇ ଛୁରୀ ଡାକେ। ଆରେ ପୁଅ ଅମର ଅମର କୋଉଠି ଅଛି ବାପ ଶୀଘ୍ର ଚାଲିଆ ବାପ ଅମର ଅମର। ମତେ ଆପଣ ଡାକୁଥିଲେ ମା? ହଁ ବାପ ଅମର ସେ ଅଲକ୍ଷଣୀ ପୌଷାରୁ ଆମ ଘରକୁ ଆସିଛି ହଁ ମା। ହେଲେ ମୁଁ ତ ପିତା ଘରରେ ବାପ ମୁଁ ଆସିଲା ଦିନ ଠାରୁ ସାବିତ୍ରୀ ବ୍ରତ କରି ଆସୁଥିଲି ହଁ ମା। ହେଲେ ତୁ ତ ବାହା ହୋଇ ସାରିଛୁ ହଁ ମା। ସେ ଅଲକ୍ଷଣୀ ଗାୟତ୍ରୀ ଏ ଘରର ବୋହୂ ହିସାବରେ
ସାବିତ୍ରୀ ବ୍ରତ କରିବ। ହଁ ମା, ତାହା ତ ହେଉଛି ଆମ ଏ ବଂଶର ପରମ୍ପରା। ତାହେଲେ ମୁଁ ମାନସିକ କରିଛି ରେ ବାପ। ଆପଣ ମାନସିକ କରିଛନ୍ତି? ହଁ ବାପ ଧନ। କି ମାନସିକ ମା? ଆରେ ବାପ ହଁ ତୁ ମା। ଯାଇପାରିବୁ ତ ବାପ କହିଲେ। ମା, ତ୍ରେତୟା ଯୁଗର ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ ପାଇଁ 14 ବର୍ଷ ବନବାସ ଯାଇଥିଲେ। ଆପଣଙ୍କ ଏ ଜ୍ୟେଷ୍ଠ ପୁତ୍ର ଅମର ମଧ୍ୟ ଆପଣଙ୍କ ସତ୍ୟ ପାଳନ ନିମନ୍ତେ ଆପଣଙ୍କ ମାନସିକ ପୁରା କରିବା ପାଇଁ ମୃତ୍ୟୁମୁଖ ମଧ୍ୟ ଯାଇପାରିବ ମା। ଆପଣ କେବଳ ଆଦେଶ କରନ୍ତୁ ମା। ତାହେଲେ ପ୍ରକାଶ କରୁଛି ବାପ ଶୁଣ। ହଁ ମା। ମୁଁ ସାବିତ୍ରୀ ବ୍ରତ ଛାଡ଼ିବି ରେ ବାପ। ଆପଣ ସାବିତ୍ରୀ ବ୍ରତ ଛାଡ଼ିଦେବେ? ହଁ ହେଲେ ତୁ ଯିବାକୁ ପଡ଼ିବ ଘୋର ଅରଣ୍ୟକୁ। ଘୋର ଅରଣ୍ୟକୁ? ହଁ ବାପ ଧନ। ହଁ ମା। ଗୋଟିଏ କଳା ମୃଗ ଆଣିବାକୁ ପଡ଼ିବ ରେ ଧନ। କଲା ମୃଗ? ହଁ ବାପ ଧନ। ତାହା ପୁଣି କି କାର୍ଯ୍ୟରେ ଲାଗିବ ମା? ମା ବର ଦୁର୍ଗାଙ୍କ ମନ୍ଦିରରେ ପଲ୍ଲୀ ଦେବୀରେ ଧନ। ଓହୋ, ତାହେଲେ ଆପଣଙ୍କ ମାନସିକଟା ହେଉଛି ମୁଁ ଯୋଉ ଅଜାଣତରେ ଜଣେ ଝିଅକୁ ବିବାହ କରିଛି, ସେଥିପାଇଁ ଆମ କୁଲର ମଙ୍ଗଳ ପାଇଁ ଆପଣ ସେ ମୃଗଟାକୁ ବଲି ଦେବେ ମା। ହଁ ବାପ ଧନ। ହଁ ମା। ତାହେଲେ ଯାଇପାରିବୁ ତୁ ବାପ? ନିଶ୍ଚୟ ମା। ନିଶ୍ଚୟ ଆଣିବୁ। ହଁ ମା, ଯେତେବେଳେ ଏଇ ମଧୁଗଡ଼ ରାଜ୍ୟ ମହାରାଜ ବୀରେନ୍ଦ୍ର ସେନ ଏବଂ ମାତା କାଦମ୍ବିନୀଙ୍କର ଅଶେଷ ଆଶୀର୍ବାଦ ମୋ ଉପରେ ଥିବ, ତେବେ କୌଣସି ମୃତ୍ୟୁ ମଧ୍ୟ ମୋତେ ଛୁଇଁ ପାରିବନି ମା। ଆପଣଙ୍କ ଚରଣରେ ଏତିକି ବିନତି, ପ୍ରାଣପ୍ରିୟା ଗାୟତ୍ରୀକୁ ମୁଁ ଭଲରେ ରଖିଥିବେ ମା, ଟିକେ ଯତ୍ନ ନେଉଥିବେ। ଠିକ ଅଛି ବାପ ଧନ। ମୁଁ ଶୀଘ୍ର ଜଙ୍ଗଲକୁ ଯାଇ ଏକ ମୃଗ ସନ୍ଧାନ କରି ଚାଲି ଆସିବି ମା। ମୋତେ ଆଶୀର୍ବାଦ କରନ୍ତୁ ମା, ମୋତେ ଆଶୀର୍ବାଦ କରନ୍ତୁ। ଉଠ ପୁତ୍ର ଯଶସ୍ୱୀ ଭବ। ତାହେଲେ କରୁଛି ବାପ। ନିଶ୍ଚୟ ଆଣିବୁ ବାପ। ଆରେ ଏ କ'ଣ ଘଟି ଯାଉଛି ମୋର ଏଇ ଜୀବନରେ? ମା ତାଙ୍କର ଆଦେଶ, ଯେମିତି ହେଲେ ମଧ୍ୟ ଜଙ୍ଗଲକୁ ଯାଇ ଏକ ମୃଗର ସନ୍ଧାନ କରିବାକୁ ପଡ଼ିବ, ଯାହାଦ୍ୱାରା ମୁଁ କରିଥିବା ପାପ କାର୍ଯ୍ୟର ପ୍ରାଶ୍ଚିତ ହୋଇପାରିବ, କୁଲର ମର୍ଯ୍ୟାଦା ରକ୍ଷା ହେଇପାରିବ। ହଁ ହଁ, ଏ ମଧୁଗଡ଼ ରାଜ୍ୟର ରାଜକୁମାର ଅମର ନିଜ କୁଲ ବଂଶ ମର୍ଯ୍ୟାଦା ରଖିବା ପାଇଁ ଯେକୌଣସି କାର୍ଯ୍ୟ ମଧ୍ୟ କରିପାରେ। ହଁ ହଁ, ନିଶ୍ଚୟ ମୁଁ ଚାଲିଯିବି ଘୋର ଅରଣ୍ୟକୁ। ହେଲେ ମା ତାକୁ ତ କହିଦେଇଅଛି ଗାୟତ୍ରୀର ଯତ୍ନ ନେବା ପାଇଁ। ହଁ ହଁ, ସେ ମୋର ଗେଲା ମା, ମୁଁ ତାଙ୍କର ସ୍ନେହ ଆଦରର ଜ୍ୟେଷ୍ଠ ପୁତ୍ର, ସେ ନିଶ୍ଚୟ ମୋ ସ୍ତ୍ରୀର ଧ୍ୟାନ ରଖିବେ। ଟିକେ ରାଗି ଯାଇଥିଲେ ବୋଲି ସିନା ସେଦିନ ସେ ବହୁତ କିଛି କହିଯାଇଥିଲେ। ହଁ ହଁ, ମୋ ମା ନିଶ୍ଚୟ ଧ୍ୟାନ ରଖିବେ। ଯାଏ ମୁହିଁ ଜଙ୍ଗଲ ଅଭିମୁଖେ।